କିନ୍ତୁ ଏଇଟା କଂଗ୍ରେସର କ୍ୟାଣ୍ଡିଡେଟ୍ ଏଠି ରାହୁଲ ଗାନ୍ଧୀଙ୍କର ଇଜ୍ଜତର ସୱାଲ କାହିଁକି ନା ଇଏ ରାଜ୍ୟସଭାକୁ ଯାଉଛନ୍ତି। କିନ୍ତୁ ରାଜ୍ୟସଭା ନିର୍ବାଚନ ଏବେ ଏକ ରୋଚକ ମୋଡ଼ରେ ପହଞ୍ଚି ଯାଇଛି। ଯେତେବେଳେ ଭାରତୀୟ ଜନତା ପାର୍ଟି ମାନେ କଳନା କରୁନଥିଲା ଯେ ବିଜେଡି ଆଉ କଂଗ୍ରେସ ଏକାଠି ଜଣେ ପ୍ରାର୍ଥୀ ଦେଇଦେବେ। ତେଣୁ ସେଥିପାଇଁ ସେମାନେ ଯେତେବେଳେ ମୁହଁ ଭୁରୁଡ଼ି ମାରିଦେଉଥିଲେ ଆମେ 3 ଜଣ ଜିତିବା ନିଶ୍ଚିତ। ଏବେ ବର୍ତ୍ତମାନ ସ୍ଥିତି ସେମାନେ ଅକଳରେ ପଡ଼ିଯାଇଛନ୍ତି। କାରଣ ବିଜେଡି କଂଗ୍ରେସ ବିଜେଡ଼ିର ବଳକା ଭୋଟ 18 କଂଗ୍ରେସର 14 ଏବଂ ଜଣେ ସିପିଏମ୍ର ବିଧାୟକ ହିସାବ କଲେ 33 କ୍ରସ୍ ଭୋଟିଂ କ'ଣ ହେବ ସେଇଟା ସମୟ ଅନୁସାରେ ନିଷ୍ପତ୍ତି ନେବା ଏବେଠାରୁ କହିବାଟା ଠିକ୍ ହେବନି। ଯଦି ୟାକୁ କାଲକୁଲେସନ୍ କରି ଏମାନେ ଜିତି ଯାଉଛନ୍ତି। କିନ୍ତୁ ବିଜେପି ପାଖରେ ମାତ୍ର ଅଛି 22 ଅତି ବେଶୀରେ ଯଦି ନିହାତି ପାଖରେ କହିବେ ଆପଣ ଯୋଉଠି ସସ୍ପେଣ୍ଡ ହେଇଛନ୍ତି ସନା ମହାକୁଡ଼ ଅରବିନ୍ଦ ମହାପାତ୍ର ତାହେଲେ ହେଉଛି 24। ତେଣୁ ବିଜେପି ଗୋଟେ ବ୍ୟାକଫୁଟ୍ରେ ରହିଯାଇଥିଲା। ତଥାପି ଯେହେତୁ ସରକାରୀ ଦଳ ଆପଣ ଦେଖିଥିବେ ଭାରତୀୟ ଜନତା ପାର୍ଟି ଗୋଟେ ଟ୍ରାକ୍ ରେକର୍ଡ଼ ଅଛି। ସେମାନେ ଶାସନରେ ଅଛନ୍ତି ମାନେ ଗୁଜୁରାଟରେ ଅନେକ ନେତାଙ୍କୁ ସେ ଅହମ୍ମଦ ପଟେଲ ହେରିକାଙ୍କୁ ମଧ୍ୟ ପାଣି ପିଆଇ ଦେଇଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ସେ ସେଭଳି ଏକ ଉଦ୍ୟମ କରିଛନ୍ତି। ତେଣୁ ଯେଉଁଥିପାଇଁ ମୋର କହିବା କଥା ହେଉଛି 16 ବର୍ଷ ପରେ ଘୋଡ଼ା ବେପାର ପାଇଁ ଗୋଟିଏ ହୁଇସିଲ୍ ବାଜିଛି। ଆଗାମୀ 15 ଦିନ ପର୍ଯ୍ୟନ୍ତ ରାଜନୀତିରେ ଖେଳ ଜମିବ। କେମିତି ଆମେ ଏଠି ଭଲରେ ଆସି କୌଣସି ଦୋକାନଟି ହୋଟେଲରେ ବସିକି କଥାବାର୍ତ୍ତା ହେଇଗଲେ ବି ସାଙ୍ଗେ ସାଙ୍ଗେ ଏ ଦଳ ତାକୁ ଫୋନ୍ କରିବ ସେ ଦଳ ତାକୁ ଫୋନ୍ କରିବ ଏବଂ ତାକୁ ନେଇକି ମିଡ଼ିଆରେ ମଧ୍ୟ ରୋଚକ ଚର୍ଚ୍ଚା ହେବ। ତେଣୁ ଆମକୁ ଆଉ ଟିକେ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏଇଥିପାଇଁ ସବୁ ବିଷୟରେ ଜାଣିବାକୁ ହେଲେ କାଲି ଯୋଉ କଂଗ୍ରେସ ଦଳୀୟ ବୈଠକ ଥିଲା ସେଥିରେ 2 ଜଣ ଅନୁପସ୍ଥିତ ଥିଲେ। ଦେଖନ୍ତୁ ରମେଶ ଜେନା ସୋଫିଆ ଫିରଦୋଷ ଅନୁପସ୍ଥିତ ରହିଥିଲେ। ଆପଣ ଜାଣିଥିବେ ରମେଶ ଜେନାଙ୍କର ଭକ୍ତ ଦାସ ତାଙ୍କୁ ଯେତେବେଳେ ବିଭୀଷଣ କହିଦେଇଛନ୍ତି ସେ ତାଙ୍କ ସହିତ କଥା ହେବାକୁ ଚାହୁଁନାହାନ୍ତି। ସୋଫିଆକୁ ତାଙ୍କ ବାପାଙ୍କୁ ସେ ନିଲମ୍ବନ କରିଦେଇଛନ୍ତି ଏବଂ ସୋଫିଆଙ୍କୁ ଚେକ୍ ଦେବା ପାଇଁ ଆଉ ଜଣେ ନେତାଙ୍କୁ ମଧ୍ୟ ଠିକ୍ କରିଦେଇଛନ୍ତି। ମନ ଭିତରେ ରାଗ ରହିଛି। କିନ୍ତୁ ଗୋଟିଏ କଥା ହେଉଛି ହାଇକମାଣ୍ଡ ଯଦି ଡାଇରେକ୍ଟ ରମେଶ ଜେନା ସାଙ୍ଗରେ କଥା ହେବେ କାରଣ ଭକ୍ତଙ୍କ କ୍ୟାଣ୍ଡିଡେଟ୍ ଆପଣ ସିନା କହୁଛନ୍ତି କିନ୍ତୁ ଏଇଟା କଂଗ୍ରେସର କ୍ୟାଣ୍ଡିଡେଟ୍ ଏଠି ରାହୁଲ ଗାନ୍ଧୀଙ୍କର ଇଜ୍ଜତର ସୱାଲ କାହିଁକି ନା ଇଏ ରାଜ୍ୟସଭାକୁ ଯାଉଛନ୍ତି। ସେଭଳି କ୍ଷେତ୍ରରେ ରମେଶ ଜେନା ଯେହେତୁ କେବେ କଂଗ୍ରେସ ସହିତ ବିଶ୍ୱାସଘାତ କରିନାହାନ୍ତି ବା ଦ୍ରୋହୀ କରିନାହାନ୍ତି ତେଣୁ ଆଜି ଦିନେ ଚର୍ଚ୍ଚା ହେଉଛି ରମେଶ ଜେନା ହୁଏତ ଭକ୍ତଙ୍କୁ ବିରୋଧ କରିପାରନ୍ତି କିନ୍ତୁ କଂଗ୍ରେସକୁ ନୁହେଁ।